ସାହସୀ ଯୋଦ୍ଧା ଏବଂ ଅଦୃଶ୍ୟ ଯୁଦ୍ଧ। ବହୁ ପୂର୍ବେ ଏକ ଛୋଟ ଗାଁରେ ଦାନିଏଲ ନାମକ ଜଣେ ବାଳକ ରହୁଥିଲେ। ସେ ବହୁତ ଦୟାଳୁ ଥିଲେ ଏବଂ ଈଶ୍ୱରଙ୍କୁ ଭଲ ପାଉଥିଲେ, କିନ୍ତୁ ବେଳେବେଳେ ସେ ଭୟଭୀତ ହୋଇଯାଉଥିଲେ। ରାତିରେ ସେ ସନ୍ଦେହର ସ୍ୱର ଶୁଣିବାକୁ ପାଉଥିଲେ, ତୁମେ ଯଥେଷ୍ଟ ଭଲ ନୁହଁ, ଈଶ୍ୱର ତୁମକୁ ଭଲ ପାଆନ୍ତି ନାହିଁ। ଦିନେ ସକାଳେ ଦାନିଏଲ ତାଙ୍କ ଜେଜେବାପାଙ୍କୁ ଏହା କହିଲେ, ଯିଏ ଜଣେ ଜ୍ଞାନୀ ବୃଦ୍ଧ ସୈନିକ ଥିଲେ। ତାଙ୍କ ଜେଜେବାପା ହସିଲେ ଏବଂ କହିଲେ, ଦାନିଏଲ, ତୁମକୁ ପରମେଶ୍ୱରଙ୍କ କବଚ ପିନ୍ଧିବାକୁ ହେବ। ଏହା ଏମିତି ଏକ ଯୁଦ୍ଧ ଯାହାକୁ ତୁମେ ଦେଖିପାରିବ ନାହିଁ, କିନ୍ତୁ ପରମେଶ୍ୱର ତୁମକୁ ଦୃଢ଼ ଭାବରେ ଠିଆ ହେବା ପାଇଁ କବଚ ଦେଇଛନ୍ତି। ସେହି ରାତିରେ ଦାନିଏଲ ସ୍ୱପ୍ନ ଦେଖିଲେ ଯେ ସେ ଏକ ପ୍ରଶସ୍ତ ପଡ଼ିଆରେ ଛିଡ଼ା ହୋଇଛି। ଅନ୍ଧକାରର ଛାୟାଗୁଡ଼ିକ ତା ଆଡ଼କୁ ଆସିଲେ, ମିଥ୍ୟା ଏବଂ ଭୟର କଥା କହିଲେ। କିନ୍ତୁ ହଠାତ୍ ତା ପାଖରେ ଏକ ଚମତ୍କାର କବଚ ଦେଖାଗଲା। ତାଙ୍କ ଅଣ୍ଟାରେ ସତ୍ୟର ଏକ କଟିବନ୍ଧନ ବନ୍ଧା ହେଲା। ତାଙ୍କ ହୃଦୟକୁ ରକ୍ଷା କରିବା ପାଇଁ ଧାର୍ମିକତାର ଏକ କବଚ ଲାଗିଲା। ଶାନ୍ତିର ଶକ୍ତିଶାଳୀ ଜୋତା ତାଙ୍କୁ ଦୃଢ଼ ଭାବରେ ଛିଡ଼ା ହେବାରେ ସାହାଯ୍ୟ କଲା। ବିଶ୍ୱାସର ଏକ ଢାଳ ସନ୍ଦେହର ଅଗ୍ନିଶରଗୁଡ଼ିକୁ ଅଟକାଇ ଦେଲା। ପରିତ୍ରାଣର ଏକ ଚମତ୍କାର ହେଲମେଟ୍ ତାଙ୍କ ଚିନ୍ତାଧାରାକୁ ରକ୍ଷା କଲା ଏବଂ ତାଙ୍କ ହାତରେ ଆତ୍ମାର ଖଡ଼୍ଗ ଅର୍ଥାତ୍ ଈଶ୍ୱରଙ୍କ ବାକ୍ୟ ଥିଲା। ଯେତେବେଳେ ସେହି ଅନ୍ଧକାର ଛାୟାଗୁଡ଼ିକ ଆକ୍ରମଣ କଲେ, ଦାନିଏଲ ଢାଲ ଟେକିଲେ, ଈଶ୍ୱରଙ୍କ ପ୍ରତିଜ୍ଞା କଥା କହିଲେ ଏବଂ ପବିତ୍ର ଶାସ୍ତ୍ରର ଖଡ଼୍ଗ ଚଲାଇଲେ। ଛାୟାଗୁଡ଼ିକ ପଳାଇଲେ ଏବଂ ପଡ଼ିଆରେ ଆଲୋକ ଭରିଗଲା। ଯେତେବେଳେ ଦାନିଏଲ ଉଠିଲେ, ସେ ଫୁସ୍ଫୁସ୍ ହୋଇ କହିଲେ, ମୁଁ ଏକାକୀ ନୁହଁ, ଈଶ୍ୱରଙ୍କ ଯୁଦ୍ଧସଜ୍ଜା ସହିତ ମୁଁ ଦୃଢ଼ ଭାବରେ ଛିଡ଼ା ହୋଇପାରିବି। ସେହି ଦିନଠାରୁ ଯେତେବେଳେ ବି ମିଥ୍ୟା କିମ୍ବା ଭୟ ତାଙ୍କ ହୃଦୟକୁ ଆକ୍ରମଣ କରିବାକୁ ଚେଷ୍ଟା କଲା, ଦାନିଏଲ ଈଶ୍ୱରଙ୍କ ସମସ୍ତ ଯୁଦ୍ଧସଜ୍ଜା ପରିଧାନ କରିବା କଥା ମନେ ରଖିଲେ ଏବଂ ପ୍ରଭୁଙ୍କ ଶକ୍ତି ଉପରେ ବିଶ୍ୱାସ କଲେ। ଦାନିଏଲ ଭଳି ଆମେ ମଧ୍ୟ ଏପରି ଯୁଦ୍ଧର ସମ୍ମୁଖୀନ ହେଉ ଯାହାକୁ ଆମେ ଦେଖିପାରୁନାହୁଁ, କିନ୍ତୁ ଈଶ୍ୱରଙ୍କ ଯୁଦ୍ଧସଜ୍ଜା ସହିତ ଆମେ ଭୟ, ପ୍ରଲୋଭନ ଏବଂ ମିଥ୍ୟା ବିରୁଦ୍ଧରେ ଦୃଢ଼ ଭାବରେ ଛିଡ଼ା ହୋଇପାରିବା। ତୁମେମାନେ ଯେପରି ଶୟତାନର ସମସ୍ତ ଚାତୁରୀ ବିରୁଦ୍ଧରେ ଦଣ୍ଡାୟମାନ ହୋଇପାର, ଏଥିନିମନ୍ତେ ଈଶ୍ୱର ଦତ୍ତ ସମସ୍ତ ସଜ୍ଜାରେ ଆପଣା ଆପଣାକୁ ସୁସଜ୍ଜିତ କର। ଏଫେସୀୟ 6 ଅଧ୍ୟାୟ 12 ପଦ।